କରୁଣାକର ଜଗଦୀଶ ହୀରାକୁଦ ଥାନାରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କର ପୁଅ ଗଗନ ଜଗଦୀଶ ବୟସ ପାଖାପାଖି 19 ବର୍ଷ ହବ। ସେ ସକାଳ ସେ ରାସନ ଦୋକାନ ଯିବା ବେଳେ ITI ଗୁଜୁରାଲ ଛକ ହୀରାକୁଦ ଯୋଉ ଅଛି ସେଠି ତାଙ୍କୁ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ ଛୁରୀ ଦ୍ୱାରା, ଯାହାଫଳରେ କି ତାଙ୍କର ଇଞ୍ଜୁରି ହେଇଛି ତାଙ୍କ ଦେହରେ ଏବଂ ସେ ସଂକ୍ରାନ୍ତରେ ହୀରାକୁଦ ଥାନାରେ କେସ୍ ରେଜିଷ୍ଟ୍ରେସନ କରାଯାଇଛି। ହୀରାକୁଦ ଥାନା ମୋକଦ୍ଦମା ନମ୍ବର 121/26 ଏବଂ ସେଥିରେ ତାକୁ ବୁର୍ଲାରେ ସିଏ ରେଫର ହେଇଛନ୍ତି ଏବଂ ବୁର୍ଲାରେ ତାଙ୍କ ଟ୍ରିଟମେଣ୍ଟ ଚାଲିଛି। ଏ କେସରେ ଯିଏ ମୁଖ୍ୟ ଆସାମୀ ଯିଏ ଅଛନ୍ତି ମନୋରଞ୍ଜନ ଦ୍ୱାରା ତାଙ୍କୁ ଆପ୍ରେହେଣ୍ଡ କରାଯାଇଛି ଏବଂ ତାଙ୍କୁ ଆପ୍ରେହେଣ୍ଡ କରିବା ପାଇଁ ଆମର ଏସପି ସାର୍ଙ୍କ ନିର୍ଦ୍ଦେଶ ମଧ୍ୟ ଗୋଟେ ଟିମ୍ ଫର୍ମେସନ କରାଯାଇଥିଲା। ସେ ଟିମ୍ରେ ଲିଡ୍ କରୁଥିଲେ ଆମର SDPO ବୁର୍ଲା, IAC ବୁର୍ଲା ସେ ଟିମ୍ରେ ହୀରାକୁଦ IAC ଅଇଁଠାପାଲି IAC ଏବଂ ସେମାନେ ବିଭିନ୍ନ ଜାଗାରେ ଚଢ଼ଉ କରିକି ମନୋରଞ୍ଜନ ଦ୍ୱାରାକୁ ଗିରଫ କରାଯାଇଛି ଏବଂ ସେ ଯୋଉ ବୁଲେଟ ମୋଟରସାଇକେଲ ୟୁଜ୍ କରୁଥିଲେ ସେଟା ମଧ୍ୟ ସିଜର କରାଯାଇଛି। ଆଉ ଏ କେସରେ କୋଉ କୋଉମାନେ ସମ୍ପୃକ୍ତ ଅଛନ୍ତି ତାଙ୍କ ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ସେମାନଙ୍କୁ ଆମେ ଖୁବ୍ ଶୀଘ୍ର ଆପ୍ରେହେଣ୍ଡ କରିବୁ। ସେ ପାଖାପାଖି 2 ମାସ ତଳେ ହବ ସେ ତାକୁ ଗୋଟେ କେସ୍ ରେକର୍ଡ କରାଯାଇଥିଲା କୋର୍ଟ ଥିଲେ ଏବଂ ତାଙ୍କ ଜଣେ ଅଭିଯୋଗ ହେଇଥିଲା ସେ ଯୋଉ ଯୁବକ ଗଗନ ସେ ଚିକିତ୍ସାଧୀନ ଅଛନ୍ତି ସେ ଗୋଟେ ଗାଡି ଭାଙ୍ଗିଥିଲେ ଏବଂ ଝଗଡା କରିଥିଲେ କେସ୍ କରାଯାଇଥିଲା।